ଯେଉଁମାନେ ଆପଣଙ୍କର ସଠିକ୍ କଥାରେ ମଧ୍ୟ ଖରାପ ଅର୍ଥ ବାହାର କରନ୍ତି ନା, ସେମାନଙ୍କୁ ସଫେଇ ଦେବାରେ ନିଜ ସମୟ ନଷ୍ଟ କରନ୍ତୁ ନାହିଁ। ଯେତେବେଳେ ସମୟ ହିଁ ନିଜର ହୋଇ ରହେ ନାହିଁ, ସେତେବେଳେ ନିଜ ଲୋକ ମଧ୍ୟ ନିଜର ହୋଇ ରହିବେ କେମିତି ବା? ସମ୍ପର୍କ ନିଭାଇବା ପାଇଁ ଭଲ ପାଇବା, ଅନୁଭୂତି ଏବଂ ଆପଣାର ଭାବ ଥିବା ଦରକାର ହୋଇଥାଏ। ଆଉ ଭାଙ୍ଗିବା ପାଇଁ ତ ଗୋଟିଏ ବାହାନା ହିଁ ଯଥେଷ୍ଟ। ସଚ୍ଚୋଟ ମଣିଷର ରାସ୍ତାରେ ସମସ୍ୟା ମଧ୍ୟ ସବୁଠାରୁ ଅଧିକ ଆସିଥାଏ। ଲୋକେ ଅନ୍ୟମାନଙ୍କୁ ଏମିତି ଖରାପ କୁହନ୍ତି, ସତେ ଯେମିତି ନିଜେ ଗଙ୍ଗା ଜଳରେ ଧୋଇ ହୋଇ ଆସିଛନ୍ତି। ମୁଁ ଭଲ ମଣିଷ ହୋଇ ମଧ୍ୟ ଦେଖିଛି, ଲୋକେ ତଥାପି ଖରାପ ହିଁ କୁହନ୍ତି। ଯେତେବେଳେ ମୋର ବିଶ୍ୱାସ ଅଛି ଯେ ଭଗବାନ ମୋ ସାଥିରେ ଅଛନ୍ତି, ତେବେ କ'ଣ ଫରକ ପଡ଼େ କିଏ ମୋ ବିରୁଦ୍ଧରେ ଅଛି? ଆପଣଙ୍କୁ ପସନ୍ଦ କରାଯାଉଛି ନା ଆପଣଙ୍କର ବ୍ୟବହାର କରାଯାଉଛି, ଏହି କଥାର ଫରକ ନିଶ୍ଚୟ ବୁଝି ନିଅନ୍ତୁ। ମଣିଷ କଷ୍ଟ ସମୟରେ ଆହୁରି ଅଧିକ କଷ୍ଟ ଦିଏ, କିନ୍ତୁ ଭଗବାନ କଷ୍ଟ ସମୟରେ ସଦାବେଳେ ସାଥ ଦିଅନ୍ତି। ଆଜିର ସତ୍ୟ ହେଉଛି, ଆଜିକାଲି ମଣିଷ କେବଳ ପାଟିରେ ମିଠା କଥା କହେ ଏବଂ ମନ ଭିତରେ ଖରାପ ହିଁ ଚିନ୍ତା କରେ। ବାପା ହିଁ ଏହି ଦୁନିଆରେ ଏମିତି ଜଣେ ବ୍ୟକ୍ତି ଯିଏ ଆପଣଙ୍କୁ ନିଜଠାରୁ ମଧ୍ୟ ଆଗରେ ଦେଖିବାକୁ ଚାହାନ୍ତି। ଅଜଣା ଲୋକ ଉପଦେଶ ଦେଲା ଏବଂ ନିଜ ଲୋକ ଧୋକା ଦେଲେ। ଏହା ହିଁ ତ ଦୁନିଆ ବନ୍ଧୁ। ଏଠାରେ ପ୍ରତ୍ୟେକଙ୍କୁ ସୁଯୋଗ ହିଁ ଦରକାର। ଯଦି ଜୀବନକୁ ସଫଳ କରିବାକୁ ଚାହୁଁଛନ୍ତି, ତେବେ ମନେ ରଖନ୍ତୁ, ଗୋଡ଼ ଖସିଗଲେ ଚଳିବ, କିନ୍ତୁ ପାଟିରୁ ଜିଭକୁ କେବେ ଖସିବାକୁ ଦିଅନ୍ତୁ ନାହିଁ। ହୃଦୟ ନିର୍ମଳ ହେବା ମଧ୍ୟ ଆଜିର ଯୁଗରେ ଏକ ଅପରାଧ, କାରଣ ପ୍ରତ୍ୟେକ ମଣିଷ ଫାଇଦା ଉଠାଇବା କଥା ଚିନ୍ତା କରେ। ଯାହାଠାରୁ ଆଶା ଥିବ ସିଏ ହିଁ ଯଦି ଆପଣଙ୍କ ହୃଦୟକୁ କଷ୍ଟ ଦିଏ, ତେବେ ସାରା ଦୁନିଆ ଉପରୁ ବିଶ୍ୱାସ ଉଠିଯାଏ। ଯେଉଁ ଆନନ୍ଦ ନିଜର ପରିଚୟ ବନାଇବାର ଅଛି ନା, ସେହି ଆନନ୍ଦ କାହାର ଛାଇ ହେବାରେ ନାହିଁ। ଏହି ଯୁଗ ଏମିତି ହୋଇଗଲାଣି ଯେଉଁଠି ପୋଷାକ ଦାମୀ ଏବଂ ମଣିଷ 2 ପଇସାରେ ହୋଇ ରହିସାରିଛି। ଖରାପ ସମୟରେ ନିଜ ଲୋକଙ୍କର ଆକ୍ଷେପ, ସାଙ୍ଗମାନଙ୍କ ବାହାନା ଏବଂ ଦୁଃଖ ଭରା ଗୀତ ମଣିଷକୁ ପ୍ରତିଦିନ ଶୁଣିବାକୁ ପଡ଼େ। ଆଖିର ଲୁହ ଏବଂ ହୃଦୟର କାହାଣୀ ସମସ୍ତଙ୍କୁ ବୁଝା ପଡ଼େ ନାହିଁ। ସାଙ୍ଗ ସମ୍ପର୍କୀୟ ସମସ୍ତଙ୍କୁ ପରଖି ଦେଖି ନିଅନ୍ତି। ଯଦି ଆପଣଙ୍କ ପାଖରେ ପଇସା ଏବଂ ସଫଳତା ନାହିଁ, ତେବେ ଆପଣଙ୍କ ସାଥ ଦେବାକୁ କେହି ମିଳିବେ ନାହିଁ। ଗାଡ଼ି, ଘର ଏବଂ ଦୋକାନର ଋଣ କଥା ମନେ ରଖୁଥିବେ ଲୋକ, ଜାଣି ହୁଏ ନାହିଁ ବାପା ମାଙ୍କ ଋଣ କେମିତି ଭୁଲି ଯାଆନ୍ତି। ବାଣୀ ଏବଂ ପାଣି ଦୁଇଟି ଜାଗାର ଛବି ଦେଖାଯାଏ। ପାଣି ସ୍ୱଚ୍ଛ ହେଲେ ଚିତ୍ର ଦେଖାଯାଏ ଏବଂ ବାଣୀ ମଧୁର ହେଲେ ଚରିତ୍ର ଦେଖାଯାଏ। ରାଗି କରି ସାଥ ଦିଅନ୍ତୁ କି ନ ଦିଅନ୍ତୁ, କିନ୍ତୁ ସାଥିରେ ରହି କେବେ ବି କାହାକୁ ଧୋକା ଦିଅନ୍ତୁ ନାହିଁ। ଲୋକେ ଆପଣଙ୍କୁ କେମିତି ଦେଖୁଛନ୍ତି ତାହା ଜରୁରୀ ନୁହେଁ, ଆପଣ ନିଜକୁ କେମିତି ଦେଖୁଛନ୍ତି ତାହା ହିଁ ମୁଖ୍ୟ। ଜୀବନରେ ଖୁସି ରହିବାକୁ ହେଲେ କାହାଠାରୁ କୌଣସି ଆଶା ରଖନ୍ତୁ ନାହିଁ। ଆଜିକାଲିର ସମ୍ପର୍କଠାରୁ 1,00,000 ଗୁଣ ଭଲ ଏକାକୀ ରହିବା। ଯେତିକି ଗଭୀର ସମ୍ପର୍କ ସେତିକି ଅଧିକ ଆଶା, ଆଉ ଯେତିକି ଅଧିକ ଆଶା ସେତିକି ଗଭୀର ଆଘାତ। ଆଶାରେ ବନ୍ଧା ଏକ ଜିଦ୍ଦି ପକ୍ଷୀ ହେଉଛି ମଣିଷ, ଯେ ଆହତ ମଧ୍ୟ ଆଶା ଯୋଗୁଁ ହୁଏ ଏବଂ ଜୀବିତ ମଧ୍ୟ ଆଶା ଉପରେ ହିଁ ହୁଏ। ଯଦି ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ତେବେ ଏକା ଚାଲିବା ଏବଂ ଏକା ଜୀଇବା ଶିଖନ୍ତୁ, କାରଣ ଆବଶ୍ୟକତା ପଡ଼ିଲେ ଏହି ଦୁନିଆ କାହାର ବି ହୁଏ ନାହିଁ। ଜୀବନରେ ଗୋଟିଏ ନିୟମ ମନେ ରଖନ୍ତୁ, ବନ୍ଧୁତାରେ ଗଦ୍ଦାରୀ ନୁହେଁ ଏବଂ ଗଦ୍ଦାରମାନଙ୍କ ସହ ବନ୍ଧୁତା ନାହିଁ। ମଣିଷ ନିଜ ଭିତରେ ଦୁର୍ବଳତା ଯୋଗୁଁ ହାର ମାନେ, ନଚେତ୍ ଦୁନିଆରେ ଏତେ ଶକ୍ତି କାହାର ଅଛି ଯେ ଆପଣଙ୍କୁ ହରାଇ ପାରିବ। ମୋ ନୀରବତାକୁ ମୋର ଅହଙ୍କାର ଭାବନ୍ତୁ ନାହିଁ। କିଛି ପରିସ୍ଥିତି ଏମିତି ଆସିଯାଇଛି ଯେ କଥା ହେବାକୁ ମନ ହେଉନାହିଁ। ମୁହଁ ଉପରେ କଡ଼ା କଡ଼ା କଥା କହୁଥିବା ଲୋକ କେବେ ବି ଧୋକା ଦିଅନ୍ତି ନାହିଁ। ଡରିବା ତ ମିଠା କଥା କହୁଥିବା ଲୋକଙ୍କ ଠାରୁ ଉଚିତ, ଯେଉଁମାନେ ହୃଦୟରେ ଘୃଣା ରଖନ୍ତି ଏବଂ ସମୟ ସହ ବଦଳି ଯାଆନ୍ତି। ଦୁନିଆରେ ସବୁଠାରୁ ଭୁଲ ମଣିଷ ସିଏ ଯାହାକୁ ଲାଗେ ଯେ ପ୍ରତ୍ୟେକ କଥାରେ କେବଳ ସିଏ ହିଁ ସଠିକ୍। ଭଗବାନ ସେହି ମଣିଷକୁ ହିଁ ଦିଅନ୍ତି ଯିଏ ବାଣ୍ଟିବା ଜାଣିଥାଏ। ସେ ଧନ ହେଉ କି ଖୁସି, କାହାଠାରୁ ପ୍ରତିଶୋଧ ନେବାର କୌଣସି ଆବଶ୍ୟକତା ନାହିଁ, କାରଣ ଖରାପ ଫଳ ଗଛରୁ ଆପେ ଆପେ ଖସି ପଡ଼େ। ମନେ ରଖ, ଜୀବନରେ ଝୁଣ୍ଟିବା ସହଜ,
କିନ୍ତୁ ଝୁଣ୍ଟି ପଡ଼ି ନିଜ ଆତ୍ମସମ୍ମାନ ସହ ପୁଣି ଛିଡ଼ା ହେବା ହିଁ ପ୍ରକୃତ ମଣିଷ ପଣିଆ। କାହା ଆଗରେ ନିଜ ମୂଲ୍ୟ ପ୍ରମାଣିତ କରିବା ପାଇଁ ଆଉ ନିଜ ସମୟ ନଷ୍ଟ କର ନାହିଁ। ନିଜ ନୀରବତାକୁ ଶକ୍ତି ବନାଅ, କର୍ମରେ ମନ ଦିଅ ଏବଂ ଭଗବାନଙ୍କ ଉପରେ ଭରସା ରଖ। ଯାହାର ମନ ନିର୍ମଳ ଏବଂ ଉଦ୍ଦେଶ୍ୟ ସଚ୍ଚୋଟ ତାହାର ସାହାଯ୍ୟ ସ୍ୱୟଂ ଈଶ୍ୱର ନିଶ୍ଚୟ କରନ୍ତି। ଆଜିର ଏହି କଥା ଗୁଡ଼ିକ ଯଦି ତୁମ ହୃଦୟକୁ ସାମାନ୍ୟ ମଧ୍ୟ ଛୁଇଁଥାଏ ତେବେ ଭିଡ଼ିଓକୁ ଲାଇକ୍ କରି ନିଜ ପ୍ରିୟଜନ ସାଙ୍ଗମାନଙ୍କ ସହ ନିଶ୍ଚୟ ସେୟାର କର। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅ, ଯେପରି ମୋର ପରବର୍ତ୍ତୀ ଉପଦେଶ ତୁମ ପାଖରେ ସବୁଠୁ ଆଗେ ପହଞ୍ଚିବ। ତୁମ ସମସ୍ତଙ୍କର ମଙ୍ଗଳ ହେଉ, ସଦାବେଳେ ହସୁଥାନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।